ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ପ୍ରଥମ ବର୍ଷର ସାଧାରଣ କାଳର ଦ୍ୱାଦଶ ରବିବାରରେ ପଦାର୍ପଣ କରିଅଛୁ। ଆଜିର ମୁଖ୍ୟ ପ୍ରସଙ୍ଗ ଭୟ କର ନାହିଁ। ସୁସମାଚାରରେ ଯୀଶୁ 3 ଥର କହନ୍ତି ଭୟ କର ନାହିଁ। ମନୁଷ୍ୟ ଜୀବନ ପାଇଁ ଆମେ ବହୁତ ଭୟ କରିଥାଉ, କାରଣ ଏହା ଏକ ଚ୍ୟାଲେଞ୍ଜ ବା ଟକ୍କରର ବିଷୟ ଅଟେ। ବାସ୍ତବରେ ଖାରଜି ବା ପ୍ରତ୍ୟାଖ୍ୟାନ, ଅସଫଳତା, କଷ୍ଟ, ସମସ୍ୟା, ରୋଗବ୍ୟାଧି, ବିରୋଧ, ସମାଲୋଚନା, ଏମିତିକି ମରଣକୁ ମଧ୍ୟ ଆମେ ଭୟ କରିଥାଉ। ଅଥଚ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ, ଏମିତିକି ଆମ୍ଭମାନଙ୍କୁ ମଧ୍ୟ କୁହନ୍ତି, ପରମେଶ୍ୱର ଆମ ସହିତ ସର୍ବଦା ଅଛନ୍ତି, ଭୟ କର ନାହିଁ। ସେମାନେ ଭୟଭୀତର ଜୀବନ କାଟନ୍ତି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟକୁ ସତ୍ୟ ମଣନ୍ତି ନାହିଁ, ପୁଣି ସନ୍ଦେହ କରନ୍ତି। ଆଜିର ପଠନଗୁଡ଼ିକ ବିଷୟରେ ଅନୁଧ୍ୟାନ କରିବା। ପ୍ରଥମ, ବିରୋଧୀ ଭାବ ଓ କାର୍ଯ୍ୟ ମଧ୍ୟରେ ଜେରେମିୟଙ୍କ ସାହସିକତାର ଜୀବନ। ଭବିଷ୍ୟତ ବକ୍ତା ଜେରେମିୟ ତାଙ୍କର କର୍ମମୟ ଜୀବନରେ ଥଟ୍ଟା ପରିହାସ ବା ବିଦ୍ରୂପ, ଧର୍ମତାଡ଼ନା ବା ନିର୍ଯାତନା ଓ ବିଶ୍ୱାସଘାତ ବା ଧୋକା ଅନୁଭବ କରନ୍ତି। ସେ ନିଜେ ଶ୍ରବଣ କରନ୍ତି ଯେ ଲୋକମାନେ ତାଙ୍କ ବିରୁଦ୍ଧରେ ବଚସା କରନ୍ତି ଓ ତାହାର ଅମଙ୍ଗଳ ବା ମନ୍ଦ ବା କ୍ଷତି ପାଞ୍ଚନ୍ତି। ଅଥଚ ସେ ଭୟ କରନ୍ତି ନାହିଁ, ବରଂ ନିର୍ଭୀକ ଭାବରେ ତାଙ୍କର କାର୍ଯ୍ୟ ନିର୍ବାହ କରନ୍ତି, କାରଣ ସେ ପ୍ରଭୁଙ୍କ ବାକ୍ୟ ଉପରେ ବିଶ୍ୱାସ ଓ ଭରସା ରଖନ୍ତି। ଜେରେମିୟ ଗ୍ରନ୍ଥ 20 ଅଧ୍ୟାୟ 11 ପଦ କୁହେ, ମାତ୍ର ସଦାପ୍ରଭୁ ଭୟାନକ ବୀର ପରି ମୋର ସଙ୍ଗରେ ଅଛନ୍ତି। ପୁଣି 1 ଅଧ୍ୟାୟ 8 କୁହେ, ସେମାନଙ୍କ ସକାଶୁ ଭୀତ ହୁଅ ନାହିଁ, କାରଣ ସଦାପ୍ରଭୁ କହନ୍ତି, ତୁମକୁ ଉଦ୍ଧାର କରିବା ପାଇଁ ଆମେମାନେ ତୁମ ସଙ୍ଗେ ସଙ୍ଗେ ଅଛୁ। ଜେରେମିୟଙ୍କ ଭଳି ପ୍ରତ୍ୟେକ ଖ୍ରୀଷ୍ଟୀୟ ଭାଇ ଭଉଣୀମାନେ ନିଜର ଖ୍ରୀଷ୍ଟୀୟ ଜୀବନ ଓ ବିଶ୍ୱାସରେ ନ୍ୟାୟ, ସତ୍ୟ, ଧର୍ମ, ନୀତିନିଷ୍ଠା ପାଇଁ ଅବୁଝାମଣାର କାରଣ ହୋଇପାରୁ କିମ୍ବା ବିରୋଧର ଶିକାର ହୋଇପାରୁ, ସେହିମାନଙ୍କୁ ପରମେଶ୍ୱର କେବେ ମଧ୍ୟ ପରିତ୍ୟାଗ କିମ୍ବା ହତାଦର କରିବେ ନାହିଁ, କାରଣ ସେମାନେ ବିଶ୍ୱାସ ଓ ଭରସାରେ ବିଶ୍ୱସ୍ତ ରହନ୍ତି। ଦ୍ୱିତୀୟ, ଆମର ମୂଲ୍ୟ ଯୀଶୁ ଜାଣନ୍ତି। ସୁସମାଚାରରେ ଯୀଶୁ ଘର ଚଟିଆର ଉଦାହରଣ ଦେଇ କହନ୍ତି, ଯଦି ଈଶ୍ୱର ଏକ ଛୋଟ ଚଢ଼େଇ ଯାହାର କୌଣସି ଗୁରୁତ୍ୱତା ଜଣାଯାଏ ନାହିଁ ସେହିଭଳି ନ୍ୟୁନ ପକ୍ଷୀର ଜାଗ୍ରତ ଓ ଯତ୍ନ ନିଅନ୍ତି, ତେବେ ଆମମାନଙ୍କୁ ଯିଏ ତାଙ୍କର ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ହିଁ ଗଢ଼ିଛନ୍ତି, ତାଙ୍କୁ ସେ କେତେ ଯେ ଜାଗ୍ରତ ଓ ଯତ୍ନ ନ ନେବେ। ମାଥ୍ୟୁ ସୁସମାଚାର 10 ଅଧ୍ୟାୟ 30 ପଦ କୁହେ, ଏମିତିକି ତୁମର ମସ୍ତକର ଚୁଟିର ହିସାବ ରଖନ୍ତି। ଏହାର ଅର୍ଥ ଆମ ଶରୀରର ଚୁଟି ଅନ୍ୟ ଅଙ୍ଗଠାରୁ ନ୍ୟୁନ ହୋଇପାରେ। ଏହା ବ୍ୟତୀତ ମଧ୍ୟ ଆମେ ବଞ୍ଚିପାରିବା। ବହୁତ ଗୁରୁତ୍ୱ ବିଷୟ ମଧ୍ୟ ହୋଇନପାରେ, ବହୁତ ଦରକାରୀ ବିଷୟ ମଧ୍ୟ ହୋଇନପାରେ, ଅଥଚ ଈଶ୍ୱର ତା'ର ହିସାବ ରଖନ୍ତି। ଦ୍ୱିତୀୟରେ, ଆମ ଜୀବନର କିଛି ଜରୁରୀ ନଥିବାର ବିଷୟକୁ ଯଦି ପରମେଶ୍ୱର ଗୁରୁତ୍ୱ ଦିଅନ୍ତି, ତେବେ ଯାହା ଆମ ପାଇଁ ଜରୁରୀ ଓ ଅତି ଜରୁରୀ ତାହାର ହିସାବ ଈଶ୍ୱର କେତେ ଯେ ରଖୁନଥିବେ। ଏହାର ଅର୍ଥ ଆମ୍ଭେ ପରମେଶ୍ୱରଙ୍କ ସମ୍ମୁଖରେ ବହୁତ ମୂଲ୍ୟବାନଠୁ, ତେଣୁ ଜୀବନରେ ଆମ୍ଭେମାନେ କ'ଣ ପାଇଁ ଭୟ କରିବାର କାରଣ ଅଛି? ଯିଶାୟ ପୁସ୍ତକ 41 ଅଧ୍ୟାୟ 10 ପଦ କୁହେ, ତୁମେ ଭୟ କର ନାହିଁ, କାରଣ ଆମ୍ଭେ ତୁମ ସଙ୍ଗରେ ଅଛୁ। ନିରାଶା ହୁଅ ନାହିଁ, କାରଣ ଆମେ ତୁମର ପରମେଶ୍ୱର। ସାମସଙ୍ଗୀତ 118 ଅଧ୍ୟାୟ 6 ପଦ କୁହେ, ସଦାପ୍ରଭୁ ମୋର ସପକ୍ଷ, ମୁଁ ଭୟ କରିବି ନାହିଁ, ମନୁଷ୍ୟ ମୋର କ'ଣ କରିପାରେ? ତୃତୀୟ, ନିର୍ଭୟରେ ଖ୍ରୀଷ୍ଟଙ୍କୁ ସାକ୍ଷ୍ୟ ଦେବା। ଯୀଶୁ ନିଜେ କହନ୍ତି ମାଥ୍ୟୁ ସୁସମାଚାର 10 ଅଧ୍ୟାୟ 32 ପଦରେ, ଅନ୍ୟମାନଙ୍କ ଆଗରେ ଯେଉଁମାନେ ମୋତେ ସ୍ୱୀକାର କରନ୍ତି, ସେମାନଙ୍କୁ ସ୍ୱର୍ଗରେ ମୁଁ ମୋର ସ୍ୱର୍ଗସ୍ଥ ପିତାଙ୍କ ସମ୍ମୁଖରେ ସ୍ୱୀକାର କରିବି। ଜଣେ ଅନୁଗାମୀ ଭାବରେ, ଜଣେ ବିଶ୍ୱାସୀ ହିସାବରେ, ଜଣେ ଧର୍ମ ଓ ବିଶ୍ୱାସର ରକ୍ଷକ ଓ ପ୍ରଚାରକ ଭାବରେ ମୋର ଦୈନନ୍ଦିନ ଜୀବନରେ ସାହସିକତାରେ ବାସ କରିବି, ବିଶେଷତଃ ବିଶ୍ୱାସଯୋଗ୍ୟ ଭାବରେ, କ୍ଷମା ଦେବାରେ, ଦୟା ଓ ସେବା କରିବାରେ ଏବଂ ପ୍ରାର୍ଥନାମୟ ଜୀବନ ଜରିଆରେ। ପ୍ରଥମ ଖ୍ରୀଷ୍ଟିଆନମାନଙ୍କ ଭଳି ହୁଏତ ଧର୍ମ ବିଶ୍ୱାସ ପାଇଁ ସେତିକି ଧର୍ମ ତାଡ଼ନା ବା ଦୁଃଖ ଯାତନା ପାଇନପାରୁ, କିନ୍ତୁ ଆମେ ଆମର ବିଶ୍ୱାସକୁ ଲୁଚାଛପା କରି ରଖିବାକୁ ଚେଷ୍ଟା କରୁ
ବିଶ୍ୱାସର ଜୀବନ ଜିଉଛୁ ବୋଲି କହିପାରିବା କି? ଯୀଶୁଖ୍ରୀଷ୍ଟଙ୍କୁ ଆମ ଜୀବନରେ ଜଗତ ଆଗରେ ସାକ୍ଷ୍ୟ ଦେଉଛୁ ବୋଲି କିପରି କହିପାରିବା? ଯଦି ରବିବାର ଉପାସନା କିମ୍ବା ଦିବ୍ୟଯଜ୍ଞରେ ସକ୍ରିୟ ଅଂଶଗ୍ରହଣ କରିପାରୁନାହୁଁ, ପାପ ସ୍ୱୀକାର ସଂସ୍କାର ଓ ଦିବ୍ୟପ୍ରସାଦ ସଂସ୍କାର ଲାଭ କରୁନାହୁଁ, ଗୃହରେ ସନ୍ଧ୍ୟା ପ୍ରାର୍ଥନା କିମ୍ବା ମାଳା ପ୍ରାର୍ଥନା ନାହିଁ, ତେବେ ନାମକୁ ମାତ୍ର ଖ୍ରୀଷ୍ଟିଆନ ନାମ ଓ ପରିଚୟ ରଖି କି ଲାଭ? ପର୍ବପର୍ବାଣୀରେ ଦେଖାଣିଆ ଧର୍ମକର୍ମ କଲେ କି ଲାଭ? ଯଦି ଆମେ ଆମ ଦୈନନ୍ଦିନ ଜୀବନରେ ଧର୍ମକର୍ମରେ ନିଜକୁ ସମ୍ପୃକ୍ତ ନ କରୁ, ପିତାମାତା ହିସାବରେ ନିଜ ପୁତ୍ରକନ୍ୟାଙ୍କ ପାଇଁ ଖ୍ରୀଷ୍ଟିଆନ ଜୀବନର ମୂଲ୍ୟବୋଧର ଉଦାହରଣ ହୋଇପାରୁନାହୁଁ, କିମ୍ବା ନିଜ ସନ୍ତାନ ସନ୍ତତି ପାଇଁ ଖ୍ରୀଷ୍ଟୀୟ ଜୀବନର ମୂଲ୍ୟବୋଧତାକୁ ଶିକ୍ଷା ଦେଇପାରୁନାହୁଁ, ତେବେ କିପରି ନିଜକୁ କହିବା ଆମେ ଖ୍ରୀଷ୍ଟିଆନ ଓ ଖ୍ରୀଷ୍ଟଙ୍କୁ ସାକ୍ଷ୍ୟ ଦେଉଛୁ? ଆଜି ବି ଭାବୁଛ କି ଖ୍ରୀଷ୍ଟ ଆମକୁ ବା ମୋତେ ତାଙ୍କ ପିତାଙ୍କ ସମ୍ମୁଖରେ ସ୍ୱୀକାର କରିବେ ବୋଲି? ସେହି ସ୍ୱପ୍ନ ଦେଖିବା ବନ୍ଦ କରିବା ଭଲ ଓ ନିଜକୁ ସଜାଡ଼ିବାକୁ ଆରମ୍ଭ କରିବା ଅତି ଉତ୍ତମ। ଚତୁର୍ଥ, ପରମେଶ୍ୱରଙ୍କର ଅନୁଗ୍ରହ ପାପଠାରୁ ଭୟଙ୍କର ବା ମହାନ ଅଟେ। ଦ୍ୱିତୀୟ ପଠନରେ ସାଧୁ ପାଉଲ ପ୍ରଥମ ଆଦାମଙ୍କ ପାପ ସହିତ ଖ୍ରୀଷ୍ଟ ଯିଏକି ନୂତନ ଆଦାମଙ୍କ ଅନୁଗ୍ରହର ସହିତ ତୁଳନା କରି ଅସମତା ଦର୍ଶାନ୍ତି। ପ୍ରଥମ ଆଦାମଙ୍କ ଠାରୁ ପାପ ଓ ମରଣ ଆସିଲା, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଠାରୁ କେବଳ ପରିତ୍ରାଣ ଓ ଅନୁଗ୍ରହ ଉପରେ ଅନୁଗ୍ରହ ଅଜସ୍ର ଭାବରେ ଆସିଛି। ଆଦାମଙ୍କ ଅପମାନ ଓ ପତନ ଠାରୁ ଖ୍ରୀଷ୍ଟଙ୍କର ଦୟା ଓ ଅନୁଗ୍ରହ ପ୍ରଚୁର ଓ ମହାନ ଅଟେ। ବାସ୍ତବରେ ଆମେମାନେ ଖ୍ରୀଷ୍ଟଙ୍କ ଦ୍ୱାରା ବୋଲି ପରମେଶ୍ୱରଙ୍କ କୃପା କରୁଣା ଲାଭ କରିଛୁ ସତ, କିନ୍ତୁ ପୁନର୍ବାର କୁହେ ଯେ ଯଦି ଖ୍ରୀଷ୍ଟଙ୍କ ଦ୍ୱାରା ଅନୁଗ୍ରହ ଲାଭ କରିବାକୁ ଚାହୁଁ, ତେବେ ତାହାଙ୍କଠାରେ ବିଶ୍ୱାସର ଜୀବନକୁ କାର୍ଯ୍ୟରେ ଦର୍ଶାଇ ତାହାଙ୍କୁ ଜଗତ ଆଗରେ ସାକ୍ଷ୍ୟ ଦେବା ପାଇଁ ଅହରହ ପ୍ରୟାସ କରିବା ବିଧେୟ। ତେବେ ହିଁ ଖ୍ରୀଷ୍ଟଙ୍କର ଅନୁଗ୍ରହର ଦ୍ୱାରା ଆଦାମଙ୍କ ଭଳି ଏବଂ ତାଙ୍କଠାରୁ ମଧ୍ୟ ଅଧିକ ପାପ କରିଥିବା ସତ୍ତ୍ୱେ ପାପପୂର୍ଣ୍ଣ ଜୀବନରୁ ଉଦ୍ଧାର ପ୍ରାପ୍ତ ହୋଇପାରିବା। ସର୍ବଶେଷରେ ଆଜିର ବାକ୍ୟ ଆମ୍ଭମାନଙ୍କୁ ଆହ୍ୱାନ ଦେଇ କୁହେ, ପରମେଶ୍ୱରଙ୍କଠାରେ ଭରସା ରଖ ଏବଂ ଭୟ କର ନାହିଁ, କାରଣ ସେ ଆମ୍ଭଙ୍କୁ ଜାଣନ୍ତି, ପ୍ରେମ କରନ୍ତି ଏବଂ ପ୍ରତ୍ୟେକ ପରୀକ୍ଷାରେ ଆମ ସହିତ ଗମନ କରନ୍ତି। ଯେବେ ଆମ ଜୀବନରେ ଭୟଭୀତ ହେବାର ପରିସ୍ଥିତି ଉପୁଜେ, ସେହି ସମୟରେ ଯୀଶୁଙ୍କ ବାକ୍ୟକୁ ସର୍ବଦା ସ୍ମରଣ କରିବା। ମାଥ୍ୟୁ ସୁସମାଚାର 10:31 କୁହେ, ଭୟ କର ନାହିଁ, ତୁମ୍ଭେମାନେ ବହୁ ଘରଚଟିଆ ଠାରୁ ଅଧିକ ମୂଲ୍ୟବାନ। ପ୍ରାର୍ଥନା। ହେ ସ୍ୱର୍ଗସ୍ଥ ପିତା, ତୁମର ଧନ୍ୟବାଦ କରୁ, କାରଣ ତୁମେ ଆମକୁ ତୁମର ପ୍ରେମରେ ଗଢ଼ିଛ, ତୁମ ଦୟାରେ ପାଳୁଛ, ତୁମର ସାହାଯ୍ୟରେ ଆମକୁ ନିୟନ୍ତ୍ରଣ ବା ପରିଚାଳନା କରୁଛ। ଆଶୀର୍ବାଦ କର, ଯଦ୍ୱାରା ଆମର ବିଶ୍ୱାସ ଓ ଭରସା ତୁମଠାରୁ ତୁଟେଇବୁ ନାହିଁ, ବରଂ ଜୀବନରେ ଯେତେ କଷ୍ଟ ଆସିଲେ ସୁଦ୍ଧା ଜଗତକୁ ନୁହଁ ବରଂ ତୁମକୁ ଭୟ କରିବୁ ଏବଂ ଜଗତରେ ତୁମକୁ ସାହସ ଓ ଧୈର୍ଯ୍ୟର ସହିତ ସାକ୍ଷ୍ୟ ଦେଇପାରିବୁ। ପ୍ରଭୁ ଯୀଶୁଙ୍କ ନାମରେ ତଥାସ୍ତୁ।